ଅଦୃଷ୍ଟ ଫଳ ଆମ ଭାଗ୍ୟରେ ନିଶ୍ଚିତ ଫଳିବ। କୁହାଯାଏ ଭାଗ୍ୟ କାହା ପାଇଁ କେଉଁ ରୂପରେ କିଭଳି ଆସେ ସେ କଥା କହିପାରିବ ନାହିଁ ମଣିଷ। ଭାଗ୍ୟ ତାର ନିର୍ଦ୍ଦେଶ ପ୍ରତିଦିନ ଜାରି କରୁଛି, ଆମେ ମଣିଷମାନେ ତାକୁ ବୁଝିପାରୁନଥାଉ। ଏହି ପ୍ରସଙ୍ଗରେ ଗପଟିଏ। ଜଣେ ଯାଦୁକର ଥିଲେ। ତାଙ୍କ ଯାଦୁରେ ସମସ୍ତେ ମୋହିତ ହୋଇଯାଉଥିଲେ। କୁହାଯାଉଥିଲା ଯେ ସେ ହେଉଛନ୍ତି ପୃଥିବୀର ସର୍ବଶ୍ରେଷ୍ଠ ଯାଦୁକର। ତାଙ୍କର ସବୁଠାରୁ ଭଲ ଯାଦୁ ଖେଳଟି ଥିଲା ରୂପ ବଦଳ। ସେ ଯେତେବେଳେ ଯେଉଁ ରୂପ ପାଇବାକୁ ଚାହୁଁଥିଲେ ସେହି ରୂପ ଧାରଣ କରିପାରୁଥିଲେ। ଥରେ ତାଙ୍କର ଜଣେ ଅତି ପ୍ରବୀଣ ଜ୍ୟୋତିଷଙ୍କ ସହିତ ଦେଖାହେଲା। ଜ୍ୟୋତିଷ ଜଣକ ଯାଦୁକରଙ୍କ ଜାତକ ଦେଖି କହିଲେ ଯେ ସେହିଦିନଠାରୁ ଯେଉଁଦିନ 3 ବର୍ଷ ପୂର୍ବ ଠିକ୍ ସେହିଦିନ ଯାଦୁକରଙ୍କର ମୃତ୍ୟୁ ହେବ। ମୃତ୍ୟୁ ପରେ 2 ବର୍ଷ ନର୍କ ଭୋଗ କଥା ବି ତାଙ୍କ କପାଳରେ ଲେଖା ଅଛି। ଯାଦୁକର ଏହା ଶୁଣି ବିମର୍ଷ ବୋଧ କଲେ, କିନ୍ତୁ ପରେ କହିଲେ ମୁଁ ମୋର ଯାଦୁକରୀ ଶକ୍ତି ଲଗାଇ ପ୍ରମାଣ କରିଦେବି ଯେ ମୋତେ ମୃତ୍ୟୁ ସ୍ପର୍ଶ ସୁଦ୍ଧା କରିପାରିବ ନାହିଁ। ଚାହୁଁ ଚାହୁଁ 3 ବର୍ଷ ପୂରିଗଲା। ଶେଷରେ ସେହି ଦିନଟି ଆସିଗଲା ଯେଉଁଦିନ ଯାଦୁକରଙ୍କର ମୃତ୍ୟୁ ହେବା କଥା। ମୃତ୍ୟୁଦୂତ ଆସି ପହଞ୍ଚିଗଲେ। ଯାଦୁକର ତ ଆଗରୁ ସତର୍କ ଥିଲେ, ତେଣୁ ସେ ତା ପୂର୍ବ ରାତିରୁ ଏକ କ୍ଷୁଦ୍ରାତି କ୍ଷୁଦ୍ର କୀଟର ରୂପ ଧାରଣ କରି ଗୋଟିଏ ପୂତିଗନ୍ଧମୟ ନର୍ଦ୍ଦମା ଭିତରେ ପଡ଼ିଥିବା ଏକ ପଚା ଫଳ ଭିତରକୁ ପଶିଗଲେ। ମୃତ୍ୟୁଦୂତ ତାଙ୍କୁ ବହୁତ ଖୋଜିଲେ, କିନ୍ତୁ କେଉଁଠି ତାଙ୍କୁ ନ ପାଇ କିଂକର୍ତ୍ତବ୍ୟ ବିମୂଢ଼ ହୋଇଗଲେ। କାମ ନ ସାରି ତ ମୃତ୍ୟୁଦୂତ ବାହୁରି ପାରିବେ ନାହିଁ। ତେଣୁ ସେ ଅଦୃଶ୍ୟ ହୋଇ ଯାଦୁକରଙ୍କର ସନ୍ଧାନ ପାଇଁ ସେହି ସ୍ଥାନରେ ଛକି ରହିଲେ। ମାସ ପରେ ମାସ ବିତିଗଲା। ମୃତ୍ୟୁକୁ ଡରି ଯାଦୁକର କୀଟ ରୂପରେ ନର୍ଦ୍ଦମା ଆଉ ପଙ୍କରେ ପଡ଼ି ରହିଲେ। କିନ୍ତୁ ତାଙ୍କର ସହିବା ଶକ୍ତି ସୀମା ଟପି ଯାଇଥିଲା। ଦିନେ ଅତିଷ୍ଠ ହୋଇ ସେ ସେହି ପୂତିଗନ୍ଧମୟ ନର୍ଦ୍ଦମାରୁ ବାହାରି ଆସିଲେ। ସେ ବାହାରିବା କ୍ଷଣି ମୃତ୍ୟୁଦୂତମାନେ ତାଙ୍କୁ ଧରିନେଲେ। ଯାଦୁକର କହିଲେ ମୋତେ ଛାଡ଼, କାରଣ ମୋର ମରଣ ସମୟ ଗଡ଼ିଗଲାଣି। ମୃତ୍ୟୁଦୂତ ଉତ୍ତରରେ କହିଲେ ଅଧିକ ଚତୁର ହୁଅ ନା। 2 ବର୍ଷ ହେଲାଣି ତୁମେ କୀଟ ରୂପରେ ରହିଛ, ଅର୍ଥାତ୍ ମଣିଷ ଦେହର ଅବସାନ ହୋଇଛି। ତାମାନେ ତୁମେ ଯେଉଁ ସମୟରୁ ମଣିଷରୁ କୀଟକୁ ପରିବର୍ତ୍ତିତ ହୋଇଛ ସେହି କ୍ଷଣରୁ ହିଁ ତୁମେ ମରିସାରିଛ। ପୁଣି ବଡ଼ କଥା ହେଲା, ମରଣକୁ ଡରି ତୁମେ ଯାହା କଲ ସେଥିରେ 2 ବର୍ଷ ପୂତିଗନ୍ଧମୟ ନର୍ଦ୍ଦମାରେ ନରକର ଯନ୍ତ୍ରଣା ଭୋଗ କରିଲ। ଏବେ ଚାଲ। ଯାଦୁକର ନିଜର ଅହଙ୍କାରକୁ ବୁଝିପାରୁଥିଲେ। କଥାଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆପଣମାନେ ଯଦି ଚ୍ୟାନେଲରେ ନୂଆ ତେବେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।